ଆଜ୍ଞା ପରିଚୟ ଆଜ୍ଞା। ଜଗନ୍ନାଥ ମୋ ନାଁ ହେଉଛି ବାବୁଲା ପ୍ରସାଦ। ମୁଁ ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ୟୁନିୟନର ସଭାପତି। ଆଜି ଆମର ବିଶ୍ୱ ମତ୍ସ୍ୟ ଦିବସ ପାଳନ କରାଗଲା ପୁରୀ ପେଣ୍ଠକଟାରେ। ଏଇଟା ଆମର ପୁରୀ ଜିଲ୍ଲା ତଥା ରାଜ୍ୟ ମତ୍ସ୍ୟ ୟୁନିୟନ ତରଫରୁ ଆଜି ଏହି ଦିବସ ପାଳନ କରାଯାଇଛି। ଆଉ ଏଥିରେ ଆମର ରାଜ୍ୟର ସଭାପତି ପ୍ରସନ୍ନ ବେହେରା ଏବଂ ରାଜ୍ୟ ସଭାପତି ସମ୍ପାଦକ ପଣ୍ଡା ଏଲैୟା ଏବଂ ପୁରୀର ଆମର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏବଂ ପେଣ୍ଠକଟାର ମୁରବୀ ଶ୍ରେଣୀ ଲୋକ ଏବଂ ବୟୋଜ୍ୟେଷ୍ଠ କର୍ଣ୍ଣାଟକ ତାତାର ସମସ୍ତଙ୍କ ଉପସ୍ଥିତିରେ ଆଜି ରାଜ୍ୟ ବିଶ୍ୱ ମତ୍ସ୍ୟ ଦିବସ ପାଳନ କରାଯାଇଛି। ଏହି ମତ୍ସ୍ୟ ଦିବସ ପାଳନରେ ଆମର ଫରେଷ୍ଟ ଡିପାର୍ଟମେଣ୍ଟରୁ ଏବଂ ଫିସରୀ ଡିପାର୍ଟମେଣ୍ଟରୁ ମଧ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜି ଆମର ଯେଉଁ ମତ୍ସ୍ୟ ଦିବସରେ ଆମର ପୁରୀ ଜିଲ୍ଲାର ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କର କିଛି ସମସ୍ୟା ଥିଲା, ସେ ସମସ୍ୟା 5 ଦଫା ଦାବିରେ ଆମେ ଜିଲ୍ଲାପାଳ ମହୋଦୟଙ୍କୁ ଉପସ୍ଥାପନ କରିଛୁ। ଯାହାକି ଆମର ଯେଉଁ 5 ଗୋଟି FLC ଫିସ୍ ଲ୍ୟାଣ୍ଡିଂ ସେଣ୍ଟରର ସରକାର ବିଗତ 5 ବର୍ଷ ତଳେ ଏଟାକୁ ମଞ୍ଜୁର କରିଥିଲେ, କିନ୍ତୁ ମଞ୍ଜୁର ହେଇ ସାଂକ୍ସନ୍ ହେଇ ସବୁ ମଧ୍ୟ ହେଲା ମଧ୍ୟ ସେ କାର୍ଯ୍ୟକ୍ରମ ଆଜି ସୁଦ୍ଧା ଆରମ୍ଭ ହୋଇନାହିଁ। ସେଥିରୁ 5ଟି ଥିଲା ଆମର ସାପକଟି, ଆଉ ଆମର ପେଣ୍ଠକଟା, କାଳିଆକୋଣ, ଅରଖୁଦା ଏବଂ ଚନ୍ଦ୍ରଭାଗା। ତା ଭିତରୁ ମାତ୍ର ଗୋଟିଏ ସାପକଟି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ଆରମ୍ଭ ହେଲା, କିନ୍ତୁ ଆଜି ତାକୁ ପୁଣି ପୁନର୍ବାର ବନ୍ଦ କରାଯାଇଛି। ଆମେ ତାକୁ ପ୍ରତିବାଦ କରୁଛୁ ଯେ କାହିଁ ବନ୍ଦ ହେଲା। କିଛି ବୁଦ୍ଧିଜୀବୀ ପୁଣି ସେଟାକୁ ଅବଜେକ୍ସନ୍ କରିଛନ୍ତି ଯେ ପର୍ଯ୍ୟଟକମାନଙ୍କୁ ଅସୁବିଧା ହେବ, କିନ୍ତୁ ସେଇଟା ଭୁଲ। ପର୍ଯ୍ୟଟକମାନଙ୍କୁ କୌଣସି ଅସୁବିଧା ହେବ ନାହିଁ, ବରଂ ପର୍ଯ୍ୟଟନ ଗୋଟେ କେନ୍ଦ୍ର ହେବ ସେଇଟା। କାହିଁକିନା ଯଦି ପୁରୀ ବେଳାଭୂମିରେ ଯଦି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର କରାଯାଏ, ସେଇଟା ଜାଣିପାରିବେ ଆମର ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କର ଜୀବନଶୈଳୀ, କେମିତି ସେମାନେ ମାଛ ମାରି ଆସୁଛନ୍ତି ଆଉ ଫ୍ରେଶ୍ ମାଛ ଦେଖିପାରିବେ। ଏବଂ ଆମେ ମଧ୍ୟ କହିଛୁ ସେଠି ଗୋଟେ ମ୍ୟୁଜିୟମ୍ କରାଯାଉ, ଯେଉଁଟାକି ଆମର କେତେଟା ମାଛ ଲୋପ ହେଇଯାଇଛି, ଜାତି ପ୍ରଜାତି ମାଛର ସେଗୁଡ଼ା ପଟ୍ଟଚିତ୍ର ରହିବ। ଏବଂ ଆମର ଯେଉଁ ଡଙ୍ଗା ନୌକା ଯେଉଁ ସମୁଦ୍ରରେ ଯେଉଁ ଯାଉଥିଲେ ପୁରାତନ ଡଙ୍ଗା, ସେଇଟା ବି ଲୋପ ହେଇଯାଇଛି, ତାହାର ମଧ୍ୟ ପଟ୍ଟଚିତ୍ର ରହିବ। ପର୍ଯ୍ୟଟକମାନେ ସେଟାକୁ ଉପଭୋଗ କରିବେ। ଏବଂ ଏଇ ଯେଉଁ FLC ହେଉଛି ଏକ ସୁନ୍ଦର ଭାବରେ ଗଠନ କରାଯାଉ ଏବଂ ତାକୁ 2ଟି ପାର୍ଶ୍ୱରେ ଟାୱାର ହାଉସ୍ ବି ରଖାଯାଉ, ଯେଉଁଟାକି ପର୍ଯ୍ୟଟକମାନେ ଯେଉଁ ପାଣିରେ ସମୁଦ୍ରରେ ଗାଧୋଉଛନ୍ତି ସେହି ସମୟରେ ୱାଚ୍ ବି କରାହେବ। ତେଣୁ ଜିଲ୍ଲାପାଳ ଆମକୁ କହିଛନ୍ତି ଯେ ଯେଉଁ ଥିଲା ତା'ର ଡିଜାଇନଟା ତାକୁ ସାମାନ୍ୟ ପରିବର୍ତ୍ତନ ହେବ ଏବଂ ଯେଉଁଟା ଆମର ପର୍ଯ୍ୟଟକଙ୍କୁ ସୁହାଇବ ସେଇ ଟାଇପ୍ର କରାଯିବା ପାଇଁ। କିନ୍ତୁ ଆମେ ଜାଣିଲୁ ଯେ କିଛି ମୁଷ୍ଟିମେୟ ଲୋକ ହୋଟେଲଠୁ କିଛି ଫାଇଦା ପାଇ ସେଗୁଡ଼ାକ ଆମର ପାରମ୍ପରିକ ମତ୍ସ୍ୟଜୀବୀ ବଂଶକୁ ଲୋପ କରିବା ପାଇଁ ଚାହୁଁଛନ୍ତି। କିନ୍ତୁ ଆମର ଜୀବନ ଜୀବିକା ହେଉଛି ସମୁଦ୍ର କୂଳ, ଆମର ବାଲିନଳୀ ସେ ଗୋଡ଼ ସେ ହେଉଛି ତା ସିଧାରେ ହେଇଛି। ଆମକୁ ଯଦି ଅନ୍ୟଟି ସ୍ଥାନାନ୍ତରିତ କରାଯାଏ ତାହେଲେ ଆମକୁ ଯିବା ପାଇଁ କଷ୍ଟ ହେବ ଏବଂ ସେଠି ଆମର ଯେଉଁ ଜାଲ ଡଙ୍ଗା ଇତ୍ୟାଦି ରହିବା ମଧ୍ୟ ଚୋରିଚାରିର ସମ୍ଭାବନା ଅଛି। କିନ୍ତୁ ଆମର ଏଇଟା ଲାଗିକି 10 ବର୍ଷ ଲାଗି 5 ବର୍ଷ ଲାଗିଲା ସାଂକ୍ସନ୍ କରିବାକୁ। ବିଗତ 2020 ମସିହାରେ ଏଇଟା ସାଂକ୍ସନ୍ ହେଇ ସବୁ ପ୍ରକାର CRZ ସବୁ ପ୍ରକାର ନିୟମ, ମନ୍ଦିର ପ୍ରଶାସନର, ତହସିଲରୁ ବିଲ୍ଡିଂ କନଷ୍ଟ୍ରକ୍ସନ୍ ସମସ୍ତ ପ୍ରକାର 21 ପ୍ରକାର NOC ପାଇ ସେଇଟା ଆମେ କରୁଛୁ। କିନ୍ତୁ ଏଇଟା କ'ଣ ବେଆଇନ ଭାବରେ କରୁନାହୁଁ, ସରକାରଙ୍କ ପ୍ରଚେଷ୍ଟାରେ ସରକାରଙ୍କ ସାହାଯ୍ୟରେ କରୁଛୁ। ବିଗତ ସରକାର ଏଇଟା କରିଥିଲେ ଏବଂ ଲୋକଙ୍କ ପାଇଁ। ବର୍ତ୍ତମାନ ମଧ୍ୟ ଇଏ ସରକାର ଲୋକଙ୍କ ସରକାର। ଆମେ ଆବଶ୍ୟକ ବେଳେ ଆମେ ଯିବୁ ଲୋକଙ୍କ ସରକାର ପାଖକୁ ଆମେ ପହଞ୍ଚିବୁ ଯେ ଆମର ଏଇଠି ପୁରୀ ବେଳାଭୂମିରେ ଯେଉଁଟା ଲାଇଟ୍ ହାଉସ୍ ପାଖରେ ଯେଉଁଟା ହେଉଛି ସେଇ ଜାଗାରେ ଯେଉଁଠି ହେଉଛି ସେଇଠି ହେବା ପାଇଁ ଆମର ଦାବି। ଆଉ ତା ସହିତ ଆମର ଅନ୍ୟ ଦାବି ରଖାହେଇଛି, ଯେଉଁ ଟ୍ରଲର 10 କିଲୋମିଟର ଭିତରେ ପଶିକି ଆମର ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ଡଙ୍ଗା ଜାଲ ଗୁଡ଼ା କାଟି ନେଇଯାଉଛନ୍ତି, ତାଙ୍କର ଉପରା ସେ ଭିତରକୁ ଆସିବା କଥା ନୁହେଁ, କିନ୍ତୁ ସେମାନେ ଆସୁଛନ୍ତି। ସେଥିପାଇଁ ଗୋଟେ ଟାସ୍କ ଫୋର୍ସ କମିଟି କରିବା ପାଇଁ ଆମେ ଅନୁରୋଧ କରୁଛୁ। ତା ସହିତ ଆମର ପେଣ୍ଠକଟାରେ ଆମର ବିଚ୍ ପ୍ରୋଟେକ୍ସନ୍ ୱାଲ୍ ରୋଡ଼ ଗୋଟେ କରିବା ପାଇଁ ଆମେ ଦାବି ରଖିଛୁ, ଯାହାଦ୍ୱାରା ସମୁଦ୍ର ପାଣି ହଠାତ୍ ବସ୍ତି ଭିତରେ ପଶିବ ନାହିଁ। ଏବଂ ଯେଉଁ ପେଣ୍ଠକଟା ଶେଷରେ ଗୋଟେ ଯେଉଁ FLC ହେବ ତା ପାଇଁ ଗୋଟେ ଗମନାଗମନ ସୁବିଧା ରାସ୍ତା ହେବ ଏବଂ ଆମର ଏମର୍ଜେନ୍ସି ସମୟରେ ଆମ୍ବୁଲାନ୍ସ ପାଇଁ ସୁବିଧା ହେବ। ପେଣ୍ଠକଟା ବେଳାଭୂମି ଯେଉଁ ଅଳିଆ ଆବର୍ଜନା ପରିପୂର୍ଣ୍ଣ ହେଇଛି ସେଇଟା ମଧ୍ୟ ସଦାବେଳେ ପରିଷ୍କାର ପରିଚ୍ଛନ୍ନ ରହିବ।
पर्यटक मैंने पेंटकोटा विलेज जाई देखिपारे जे केमिति मत्स्यजीवी मैंने जीवन जीविका केमती परिवहन कर सब देखिपारे तेणु यहाँ गोटे आहरी गोटे नूतन पर्यटन केन्द्र हो पार जमी पट्टचित्र देखापी रघुराजपुर जाऊँगी सेमती मत्स्यजीवी मानकर जीवन जीविका किपर होता पेंटकोटा आस देखिपारे तेणु यहाँ आमर अच्छी एवं अन्यटी जोटा भी अच्छी से गुड़ा दाबी करूँ ता सहित आमर युवती युवती भाई मान युवक युवती भाई मान माने आमर किसी तालीम दि जाऊ जोटा कि सेमाने एंटरप्रेन्योर हो पारे एवं जो महिला माने माछ व्यवसाय करछन्ती तांकु सरकारी आर्थिक साहाय्य मिलिले सेमान तांकर व्यवसाय को आदि को उन्नति कर पारे यही सब 5 दफा दाबी आदि आज कलेक्टर को आम उपस्थापन करूँ तेणु आज विश्व मत्स्य दिवस परिवेश में आम समस्त को पैंच सुरक्षा विषय कहली समस्त कहला से आसते फरेस्ट वाला सब जिन आलोचना होती संपूर्ण भाव सफलमय आज मीटिंग कर